ଆଜିର ମୁଖ୍ୟ ଖବର। ସୁଭଦ୍ରା ଯୋଜନା ନୂଆ ଆବେଦନ ଓ ଅବଧି ବୃଦ୍ଧି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ ଏପ୍ରିଲ 1ରୁ ନୂଆ ହିତାଧିକାରୀଙ୍କ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିବ। ଯଦି କୌଣସି ଟେକ୍ନିକାଲ ସମସ୍ୟା ଦେଖାଦିଏ ତେବେ ଆବେଦନର ସମୟସୀମାକୁ ଆଉ 5 ଦିନ ବଢ଼ାଇ ଦିଆଯିବ। ଆସିଲା ପରବର୍ତ୍ତୀ ଖବର। ଇନ୍ଧନ ଯୋଗାଣକୁ ନେଇ କେନ୍ଦ୍ରର ଆଶ୍ୱାସନା। ବିଶ୍ୱସ୍ତରୀୟ ଉତ୍ତେଜନା ସତ୍ତ୍ୱେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ ସ୍ୱାଭାବିକ ରହିବ। ପେଟ୍ରୋଲିୟମ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ଭୟଭୀତ ହୋଇ ଅଧିକ ଇନ୍ଧନ ମହଜୁଦ ରଖିବାର କୌଣସି ଆବଶ୍ୟକତା ନାହିଁ। ଆସିଲା ପରବର୍ତ୍ତୀ ଖବର। ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଡିଏ ବୃଦ୍ଧି। କେନ୍ଦ୍ରୀୟ ଘୋଷଣା ପୂର୍ବରୁ ତେଲେଙ୍ଗାନା ସରକାର ନିଜ ରାଜ୍ୟର ସଡ଼କ ପରିବହନ ନିଗମ ଆରଟିସି କର୍ମଚାରୀଙ୍କ ମହଙ୍ଗା ଭତ୍ତା ଡିଏ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ହଜାର ହଜାର ପରିବହନ କର୍ମଚାରୀଙ୍କ ଦରମା ବଢ଼ିବ। ଆମ ସହିତ ଯୋଡ଼ି ହୋଇଥିବାରୁ ଧନ୍ୟବାଦ। ଏହିଭଳି ଦୈନିକ ନୂତନ ଖବର ପାଇଁ ଆମକୁ ସବସ୍କ୍ରାଇବ୍ କରନ୍ତୁ।